ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଆପଣମାନଙ୍କୁ ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ। ଦେଖ, ପଞ୍ଚପଦୀର ବର୍ତ୍ତମାନ ଆମେ ସପ୍ତମ ଶ୍ରେଣୀର ଦେଖିବା ଲେସନ୍ ପ୍ଲାନ୍ କିପରି ଲେଖିବେ। ତ ପ୍ରଥମେ ଆସିବ ଫାର୍ଷ୍ଟ ପିରିୟଡ଼ ତୁମର ଭାଷା, ପ୍ରସଙ୍ଗ ରହିବ ଜାତୀୟ ପକ୍ଷୀ, କୋଡ୍ ରହିବ ତୁମର OD ହେଲା 701। ଶିକ୍ଷଣ ଫଳାଫଳ ରହିବ ଜାତୀୟ ପକ୍ଷୀ ପ୍ରତି ସମ୍ମାନ ଓ ସୁରକ୍ଷା ଭାବନା ବିକଶିତ। ତାପରେ ଅଦିତିରେ ଆସିବ ମୟୂରର ପର କିପରି ହେଲା। ତାପରେ ମୟୂର କେବେ ନାଚେ ହେଲା। ତାପରେ ବୋଧରେ ଆସିବ ନୂତନ ଶବ୍ଦ ଓ ଏହାର ଅର୍ଥ ଲେଖିବେ। ତାପରେ ଅଭ୍ୟାସରେ ଆପଣ ଲେଖିବେ ବାକ୍ୟ ରଚନା କର ମୟୂରର ସୌନ୍ଦର୍ଯ୍ୟ ହେଲା। ତାପରେ ପ୍ରୟୋଗରେ ଆସିବ ମୟୂର ବିଷୟରେ 5ଟି ବାକ୍ୟ ଲେଖିବାକୁ ହେଲା। ତାପରେ ନେକ୍ସଟ ଆସିବ ତମର ପ୍ରସାର। ପ୍ରସାରରେ ତମେ ଲେଖିବ ମୟୂର ମୟୂରର ଏକ ସୁନ୍ଦର ଚିତ୍ର ଅଙ୍କନ କରିବା ପାଇଁ କହିବ। ଦେନ୍ ତମର TLMରେ ଆସିବ ଶବ୍ଦ କାର୍ଡ଼ ହେଲା, ବୁଝିଲା। ତାପରେ ଆମେ ନେକ୍ସଟ ଦେଖିବା। ନେକ୍ସଟ ତମର ସେକେଣ୍ଡ ପିରିୟଡ଼ କଥା ଦେଖିବା। ସେକେଣ୍ଡ ପିରିୟଡ଼ରେ ତମର ଆସିବ, ଦେଖ ସେକେଣ୍ଡ ପିରିୟଡ଼ରେ ଆସିବ ତମର, ଦେଖ ସେକେଣ୍ଡ ପିରିୟଡ଼ରେ ଆସିବ ତମର ଗଣିତ ହେଲା, ପାଟି ଗାଣିତିକ ପରିପ୍ରକାଶ ହେଲା। ତାହିଁରେ ତମର କୋଡ୍ ଆସିବ M702। ତମର ଶିକ୍ଷଣ ଫଳାଫଳ ରହିବ ଗାଣିତିକ ପରିପ୍ରକାଶର ସମାଧାନ କରିବେ। ତାପରେ ତମର ଅଦିତିରେ ଆସିବ X+5ର ଅର୍ଥ କ'ଣ, ଏମିତି ପ୍ରଶ୍ନ ପଚାରିବ ତମେ। ତାପରେ ତମର ବୋଧରେ ଆସିବ ଗାଣିତିକ ପରିପ୍ରକାଶ ସମାଧାନ କରିବାର ନିୟମ ଗୁଡ଼ିକୁ ବୁଝାଇବେ। ଦେନ୍ ଅଭ୍ୟାସରେ ଆସିବ ମାନ ନିର୍ଣ୍ଣୟ ହେଲା, 198 ହରଣ 4 ପ୍ଲସ୍ 8 ଗୁଣ 4 ହେଲା, 8 ଗୁଣ 2 ଏମିତି କରିକି ପ୍ରଶ୍ନ ଦୁଇଟା ଦେଇଦେବ। ତାପରେ ତମର ଅଭ୍ୟାସରେ ଆସିବ, ପ୍ରୟୋଗରେ ଆସିବ ତମର ST କଲମର ମୂଲ୍ୟ 15 ହେଲେ 5ଟି କଲମର ମୂଲ୍ୟ କେତେ ହେବ। ତାପରେ ତମର ପ୍ରସାରରେ ନିମ୍ନ ପରିପ୍ରକାଶର ସହଗ ଓ ସ୍ଥିର ପଦ ଚିହ୍ନଟ କରିବ। ତାପରେ ତମର ଶିକ୍ଷଣ ସାମଗ୍ରୀ ରହିବ ପାଠ୍ୟପୁସ୍ତକ, ଠିକ୍ ଅଛି। ନେକ୍ସଟ ଦେଖ, ନେକ୍ସଟ ଯିବା। ନେକ୍ସଟ ଥାର୍ଡ଼ ପିରିୟଡ଼ ରହିବ ଇଂଲିଶ। ତ ସବଜେକ୍ଟ ରହିବ, ବିଷୟବସ୍ତୁ ରହିବ ଟ୍ରାଏ ଏଗେନ୍। E702 ରହିବ ତମର ୟେଲୋ କୋଡ୍। ତାପରେ ଶିକ୍ଷଣ ଫଳାଫଳ ରହିବ नो ନ୍ୟୁଜ୍ ନ୍ୟୁ ୱାର୍ଡସ୍। ତାପରେ ହ୍ୱାଟ୍ ଡୁ ୟୁ ଡୁ ହ୍ୱେନ୍ ୟୁ ଫେଲ୍, ଏଟା ହେବ ଅଦିତିରେ। ତାପରେ ବୋଧରେ ଲେଖିବ नो अबाउट द न्यू ୱାର୍ଡସ୍ ଆଣ୍ଡ ମିନିଙ୍ଗସ୍। ତାପରେ ପ୍ରସାରରେ ଅଭ୍ୟାସରେ ରହିବ ମେକ୍ ସେଣ୍ଟେନ୍ସ ଟ୍ରାଏ ଆଣ୍ଡ ସକ୍ସେସର ଲଗେଇକିରି ସେଣ୍ଟେନ୍ସ କ୍ରିଏଟ୍ କରିବ। ଦେନ୍ ତମର ଆସିବ ପ୍ରୟୋଗରେ ଲେଖିବ ମ୍ୟାଚ୍ ଦ ୱାର୍ଡସ୍ ୱିଥ୍ ଦେୟାର ମିନିଙ୍ଗସ୍। ତାପରେ ରହିବ ତମର ପ୍ରସାରରେ ରହିବ ରାଇଟ୍ ସମ୍ ନ୍ୟୁ ୱାର୍ଡସ୍ ଫ୍ରମ୍ ଦିସ୍ ଚାପ୍ଟର୍ସ ହେଲା। ତାପରେ ତମର TLM ରହିବ ୱାର୍ଡ଼ କାର୍ଡ଼ ହେଲା, ୱାର୍ଡ଼ କାର୍ଡ଼ ରହିବ। ତାପରେ ଫୋର୍ଥ ପିରିୟଡ଼କୁ ଯିବା। ଫୋର୍ଥ ପିରିୟଡ଼ରେ ତମର ରହିବ, ଦେଖ ଫୋର୍ଥ ପିରିୟଡ଼ରେ କ'ଣ ଆସିବ। ତମର ଫୋର୍ଥ ପିରିୟଡ଼ରେ ଆସିବ ଜିଜ୍ଞାସା, ବିଜ୍ଞାନ ଯେଉଁଟା। ପ୍ରସଙ୍ଗ ରହିବ ବିଦ୍ୟୁତ ପରିପଥ, କୋଡ୍ ରହିବ SC703। ତାପରେ ଶିକ୍ଷଣ ଫଳାଫଳ ରହିବ ଖୋଲା ଓ ବନ୍ଦ ପରିପଥର ପାର୍ଥକ୍ୟ। ଅଦିତିରେ ରହିବ ପ୍ରଶ୍ନ ପଚାରିବେ, ସୁଇଚ୍ କାହିଁକି ବ୍ୟବହାର କରାଯାଏ, ଏମିତି ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରି ପାରିବେ। ତାପରେ ବୋଧରେ ରହିବ ଖୋଲା ଓ ବନ୍ଦ ପରିପଥ ମଧ୍ୟରେ ପାର୍ଥକ୍ୟ ବୁଝିପାରିବେ ପିଲାମାନେ। ତାପରେ ରହିବ ତମର ଅଭ୍ୟାସରେ ରହିବ ଖୋଲା ଓ ବନ୍ଦ ପରିପଥ ମଧ୍ୟରେ ପାର୍ଥକ୍ୟ ଲେଖିବେ। ଦେନ୍ ରହିବ ପ୍ରୟୋଗରେ ଖୋଲା ଓ ବନ୍ଦ ପରିପଥ ତିଆରି କରିବେ ପିଲାମାନେ। ତାପରେ ପ୍ରସାର ରହିବ ବିଦ୍ୟୁତ ପରିପଥ ଏକ ସରଳ ଚିତ୍ର ଆଙ୍କିବେ, ପିଲାମାନଙ୍କୁ ଆଙ୍କିବାକୁ କହିବେ। ଆଉ ତାର TLM ରହିବ ସେଲ୍ ଆଉ ବଲ୍ବ ହେଲା। ତାପରେ ନେକ୍ସଟ ପଞ୍ଚମ ପିରିୟଡ଼ ରହିବ ତମର। ପଞ୍ଚମ ପିରିୟଡ଼ କ'ଣ ରହିବ ନା, ପଞ୍ଚମ ପିରିୟଡ଼ରେ ଆସିବ ତମର, ଦେଖ ପଞ୍ଚମ ପିରିୟଡ଼ରେ ଆସିବ ସାମାଜିକ ବିଜ୍ଞାନ। ସାମାଜିକ ବିଜ୍ଞାନରେ ତମର ପାଗକୁ ବୁଝିବା ହେଲା, ପ୍ରସଙ୍ଗ ରହିବ SS702 ରହିବ ତମର ୟେଲୋ କୋଡ୍। ତାପରେ ଶିକ୍ଷଣ ସାମଗ୍ରୀ ଶିକ୍ଷଣ ଫଳାଫଳ ରହିବ ପାଗର ବିଭିନ୍ନ ଉପାଦାନ ଚିହ୍ନଟ କରିବା। ଦେନ୍ ରହିବ ତମର ଅଦିତିରେ ଲେଖିବ ଆଜି ପାଗ କିପରି ଅଛି, ଆକାଶ ମେଘୁଆ ହେଲେ କ'ଣ ହେଇପାରେ। ତାପରେ ତମର ରହିବ ବୋଧରେ ପାଗର ମୁଖ୍ୟ ଉପାଦାନ ଓ ଏହାର ଭୂମିକା ଉପରେ ଗୁରୁତ୍ୱ ଦେବେ। ତାପରେ ଅଭ୍ୟାସ ରହିବ ପାଗ କ'ଣ, ଏହାର ମୁଖ୍ୟ ଉପାଦାନ ଗୁଡ଼ିକୁ ଲେଖିବା।
ଆଜିର ତାପରେ ପାଗ ପ୍ରସାରରେ ରହିବ ଆଜିର ପାଗ, ଆକାଶ କେମିତି ରହିବ, ପବନ କେମିତି ରହିବ ଏଇଟା ଲେଖିବ। ଦେନ୍ ପ୍ରସାରରେ ରହିବ ପାଗ ଆମ ଯାତାୟାତ ଓ ପୋଷାକ ଉପରେ କିପରି ପ୍ରଭାବ ପକାଉଛି, ଆଉ ତୁମର TLM ରହିବ ପାଠ୍ୟପୁସ୍ତକ। ତାପରେ ତୁମର ରହିବ ନେକ୍ସଟ ଦେଖିବା 6 ଆଉ 7 ପିରିୟଡ଼ ତୁମର କ'ଣ ରହିବ ଦେଖ। 6 7 ପିରିୟଡ଼ ରହିବ ଶାରୀରିକ ଶିକ୍ଷା ଉପରେ, ତ ଯୋଗାସନ ରହିବ ହେଲା। ଯୋଗାସନ ତ ଏଇଠି ତୁମର ଲେଖିବ ତୁମର ଶିକ୍ଷଣ ଫଳାଫଳରେ ଯୋଗାସନର ଅର୍ଥ ଓ ଉପକାରିତା ବୁଝିବ। ଦେନ୍ ତୁମର ରହିବ ଅଦିତିରେ ତୁମେ କେବେ ଯୋଗାସନ କରିଛ କି? ତାପରେ ବୋଧରେ ଲେଖିବ ତାଡ଼ାସନ ଓ ବଜ୍ରାସନ କରିବାର ପ୍ରକ୍ରିୟା ଗୁଡ଼ିକୁ ସବୁ ବୁଝେଇବେ ପିଲାମାନେ। ଦେନ୍ ଅଭ୍ୟାସରେ ରହିବ ତାଡ଼ାସନ ଓ ବଜ୍ରାସନ ଅଭ୍ୟାସ କରିବେ। ଦେନ୍ ପ୍ରୟୋଗରେ ରହିବ ତାଡ଼ାସନ ଓ ବଜ୍ରାସନ ପ୍ରଦର୍ଶନ କରିକି ହେଲା ପିଲାମାନେ ନିଜେ ଅଭ୍ୟାସ କରିକି କରିବେ, ଦେଖେଇବେ। ଦେନ୍ ପ୍ରସାର ରହିବ ଘରେ ମଧ୍ୟ ସେଟାକୁ ଅଭ୍ୟାସ କରିବେ, ଦୈନନ୍ଦିନ ଜୀବନରେ ଅଭ୍ୟାସ କରିବେ ପ୍ରତିଦିନ, ଠିକ୍ ଅଛି। ତାପରେ ଆର TLM ମ୍ୟାଟେରିଆଲ୍ ରହିବ ଯୋଗାସନର ଚିତ୍ର। ଆଶା କରୁଛି ଭିଡ଼ିଓଟି ତୁମମାନଙ୍କୁ ବହୁତ ଭଲ ଲାଗିଥିବ। ଆଉ ଯଦି ଏମିତିକା ନୂଆ ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଯାହାଫଳରେ କି ମୋଟିଭେଟ୍ ହେଇ ତୁମମାନଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ଆଣିଦେବି। ରହୁଛି, ଜୟ ଜଗନ୍ନାଥ।